जय गुरु। जय गुरु। ଆଜି ଆମେ ଏକ ମାନେ ବହୁତ ହି ଅନ୍ତରଙ୍ଗ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରୁଛେ ଆମ ଶରୀର ଭିତରେ ଥିବା ଏକ ବିଶେଷ ଶକ୍ତି କେନ୍ଦ୍ରକୁ ଟିକେ ଅନୁଭବ କରିବା। ଏଟା ସୁଷୁମ୍ନା ନାଡି ଭିତରେ ଆମ ଜନନେନ୍ଦ୍ରିୟ ମୂଳରେ ଅଛି ବୋଲି ଶୁଣିଛି। ଆପଣ ଠିକ୍ କହୁଛନ୍ତି। ଏଇଟା ହେଉଛି ସ୍ୱାଧିଷ୍ଠାନ ଚକ୍ର। ଦେଖିବାକୁ ଗୋଟେ ସୁନ୍ଦର ସିନ୍ଦୁର ରଙ୍ଗର ପଦ୍ମ ପରି, ଆଉ ତାର 6ଟା ପାଖୁଡ଼ା। ଭାବନ୍ତୁ ତ କେତେ ସୁନ୍ଦର। ଓହୋ, 6ଟା ପାଖୁଡ଼ା। ସେ ପାଖୁଡ଼ାଗୁଡ଼ିକରେ କିଛି ବିଶେଷତା ଅଛି କି? ମାନେ କ'ଣ ଅଛି ସେଥିରେ? ନିଶ୍ଚୟ ଅଛି। ପ୍ରତି ପାଖୁଡ଼ାରେ ଗୋଟେ ଗୋଟେ ଅକ୍ଷର ଲେଖା, ବ ଠାରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ। ଆଉ ସବୁ ଅକ୍ଷରରେ ବିନ୍ଦୁ ମାନେ ଅନୁସ୍ୱାର ଲାଗିଛି। କୁହନ୍ତି ସେଗୁଡ଼ାକୁ ବିଜୁଳି ପରି ଚମକେ। ବା, ବିଜୁଳି ପରି ଚମକେ। କେତେ ଅଦ୍ଭୁତ କଥା। ଆଚ୍ଛା, ଏ ପଦ୍ମ ଭିତରଟା କେମିତି? କ'ଣ ଅଛି ତା ଭିତରେ? ହଁ, ପଦ୍ମର ଠିକ୍ ମଝିରେ ଅଛନ୍ତି ବରୁଣ ଦେବଙ୍କର କ୍ଷେତ୍ର। ଏକଦମ ଧଳା ଚକଚକ୍ କରୁଥିବା ପାଣି ପରି। ଏହାର ଆକାର ହେଉଛି ଅଧାଯୌନ ପରି, ଅର୍ଦ୍ଧଚନ୍ଦ୍ର। ଅର୍ଦ୍ଧଚନ୍ଦ୍ର ପରି ଜଳମୟ କ୍ଷେତ୍ର। ଶୁଣିକି ଭାରି ଶାନ୍ତି ଲାଗୁଛି। ଆଉ ସେଠି? ସେଇ ଜଳମୟ କ୍ଷେତ୍ରରେ ଗୋଟେ ମକର ଅଛି। ଆଉ ସେ ମକର ଉପରେ ବଙ୍ଗ୍, ଏଇ ବୀଜମନ୍ତ୍ରଟି ରହିଛି। ଏଇ ବଙ୍ଗ୍ ମନ୍ତ୍ରର ରଙ୍ଗ ପୁରା ଶରତ୍କାଳର ଜହ୍ନ ପରି, ନିର୍ମଳ ଆଉ ଧଳା। ବଙ୍ଗ୍ ମନ୍ତ୍ର ମକର ଉପରେ। ଏହା ତ ବହୁତ ଗଭୀର ସାଙ୍କେତିକ ଅର୍ଥ ରଖୁଥିବ। ସେଠାରେ କୌଣସି ଦେବତା ବି ଅଛନ୍ତି କି? ହଁ ହଁ, ନିଶ୍ଚୟ ଅଛନ୍ତି। ଏଇ ପଦ୍ମ ଭିତରେ ସ୍ୱୟଂ ଭଗବାନ ହରି ମାନେ ବିଷ୍ଣୁ ବାସ କରନ୍ତି। ତାଙ୍କୁ ଏଠି ଯୁବାବସ୍ଥାରେ କଳ୍ପନା କରାଯାଏ। ଟିକେ ଗର୍ବିତ ହେଲେ ଭାରି ସୁନ୍ଦର। ତାଙ୍କ ଦେହର ରଙ୍ଗ ପୁରା ଚକ୍ ନୀଳ। ଭଗବାନ ବିଷ୍ଣୁ ନିଜେ? ହଁ, ଆଉ ସେ ପିନ୍ଧିଛନ୍ତି ହଳଦିଆ ଲୁଗା, 4ଟା ହାତ, ଛାତିରେ ଶ୍ରୀବତ୍ସ ଚିହ୍ନ ଆଉ କୌସ୍ତୁଭ ମଣି ବି ଅଛି। ତାଙ୍କ କୃପା ଆମ ସମସ୍ତଙ୍କ ରକ୍ଷା କରୁ। କେତେ ସୁନ୍ଦର ବର୍ଣ୍ଣନା। ଶୁଣିକି ମନ ପବିତ୍ର ହୋଇଗଲା। ଆଉ କେହି ଅଛନ୍ତି ସେଠି? ହଁ, ଆଉ ଜଣେ ଦେବୀ ବି ଅଛନ୍ତି, ଦେବୀ ରାକିନୀ। ସେ ସବୁବେଳେ ଏଇ ସ୍ୱାଧିଷ୍ଠାନ ଚକ୍ରରେ ରହନ୍ତି। ତାଙ୍କ ରଙ୍ଗ ହେଉଛି ନୀଳ ପଦ୍ମ ପରି, ଶ୍ୟାମଳ ବର୍ଣ୍ଣ। ଦେବୀ ରାକ୍ଷିଣୀ। ହଁ, ତାଙ୍କର ଯେଉଁ ହାତ ସବୁ ଉପରକୁ ଉଠି ରହିଛି, ସେଥିରେ ନାନା ପ୍ରକାର ଅସ୍ତ୍ରଶସ୍ତ୍ର। ଏଗୁଡ଼ାକ ତାଙ୍କ ଶରୀରର ଶୋଭା ବଢ଼ାଉଛି। ସେ ଦିବ୍ୟ ବସ୍ତ୍ର ଆଉ ଅଳଙ୍କାର ପିନ୍ଧିଛନ୍ତି। ଆଉ ଶୁଣାଯାଏ ଅମୃତ ପାନ କରି ତାଙ୍କ ମନ ସବୁବେଳେ ଖୁସିରେ ଥାଏ। ବା, ଜଣେ ପାଳନକର୍ତ୍ତା ଭାବେ ବିଷ୍ଣୁ, ଆଉ ଜଣେ ଶକ୍ତି ରୂପେ ଦେବୀ ରାକ୍ଷିଣୀ। ତେବେ ଏହି ଚକ୍ର ଉପରେ, ଏଇ ନିର୍ମଳ ପଦ୍ମ ଉପରେ ଧ୍ୟାନ କଲେ କ'ଣ ମିଳେ? କି ଲାଭ ହୁଏ? ଦେଖନ୍ତୁ, ଯିଏ ଏଇ ସ୍ୱାଧିଷ୍ଠାନ ପଦ୍ମ ଉପରେ ମନ ଦେଇ ଧ୍ୟାନ କରେ, ସେ ସାଙ୍ଗେ ସାଙ୍ଗେ ମାନେ ତତ୍କ୍ଷଣାତ୍ ନିଜ ଭିତରର ଶତ୍ରୁଙ୍କଠୁ ମୁକ୍ତ ହୋଇଯାଏ। ଭିତରର ଶତ୍ରୁ? କେମିତି? ମାନେ ଅହଙ୍କାର, ଲୋଭ, କ୍ରୋଧ, ଏସବୁ ଯାହା ଆମକୁ କଷ୍ଟ ଦିଏ, ସେଗୁଡ଼ିକରୁ ମୁକ୍ତି ମିଳେ। ଓହୋ, ଏଇଟା ତ ବହୁତ ବଡ଼ କଥା। ଅହଙ୍କାରରୁ ମୁକ୍ତି। ଆଉ କିଛି? ହଁ, ଆହୁରି ଅଛି। ସେ ଯୋଗୀମାନଙ୍କ ଭିତରେ ଜଣେ ପ୍ରଭୁ ପରି ହୋଇଯାଏ, ମାନେ ବହୁତ ସମ୍ମାନ ପାଏ। ତାଛଡ଼ା ତା ଭିତରେ ଏତେ ଜ୍ଞାନ ଆସିଯାଏ ଯେ ସେ ଅଜ୍ଞାନର ଅନ୍ଧାରକୁ ହଟେଇ ଦେଉଥିବା ସୂର୍ଯ୍ୟ ପରି ହୋଇଯାଏ। ସୂର୍ଯ୍ୟ ପରି। ଚାରିଆଡ଼େ ଜ୍ଞାନର ଆଲୋକ ବିଛେଇ ଦିଏ। ବା, ଏହା ତ ସତରେ ଏକ ଉଚ୍ଚ ଅବସ୍ଥା। କଥାବାର୍ତ୍ତା ମାନେ ବାଣୀ ଉପରେ କିଛି ପ୍ରଭାବ ପଡ଼େ କି? ନିଶ୍ଚୟ ପଡ଼େ। ତାଙ୍କ କଥା ପୁରା ଅମୃତ ପରି ଲାଗେ। ମାନେ ସେ ଯାହା ବି କହନ୍ତି, ଗଦ୍ୟ ହଉ କି ପଦ୍ୟ, ଭାରି ସୁନ୍ଦର ଭାବରେ ସ୍ପଷ୍ଟ ଭାବରେ ବାହାରେ। ଗୋଟେ ପ୍ରକାର ବାକ୍ସିଦ୍ଧି ଆସିଯାଏ କହିଲେ ଚଳେ। ସୃଜନଶୀଳତା ବଢ଼ିଯାଏ। ଆଚ୍ଛା, ତେବେ ଏ ଚକ୍ରର ସାଧନା କେବଳ ମନକୁ ଶାନ୍ତି ଦିଏନି, ବରଂ ଜ୍ଞାନର ଆଲୋକ ଦିଏ, ଆଉ କହିବାର ଶକ୍ତି ବି ବଢ଼ାଏ, ସୃଜନଶୀଳତା ବି। ଏକଦମ ଠିକ୍ କହିଲେ। ଅଜ୍ଞାନର ଅନ୍ଧାରକୁ କାଟି ସୂର୍ଯ୍ୟ ପରି ଚମକିବା ଆଉ ନିଜ କଥାକୁ ଅମୃତ ଭଳି ପ୍ରକାଶ କରିବା, ଏଇଟା ସତରେ ଗୋଟି ବହୁତ ଗଭୀର ଆଉ ସୁନ୍ଦର ଆଧ୍ୟାତ୍ମିକ ଲକ୍ଷ୍ୟ। ଏଇ ଚକ୍ର ଆମ ଭିତରେ ଥିବା ସେଇ ଅସୀମ ସମ୍ଭାବନାର ଚାବିକାଠି। ହଁ, ଏତେ ସବୁ ଜାଣିଲା ପରେ ଗୋଟେ କଥା ମନକୁ ଆସୁଛି। ଆମ ନିଜ ଭିତରେ ଯେଉଁ ସୃଜନଶୀଳତାର ଏତେ ବଡ଼ ଭଣ୍ଡାର ଅଛି, ସେ ଅମୃତମୟ ଧାରାକୁ ଆମେ ଆହୁରି ଭଲ ଭାବରେ କେମିତି ବା ଅନୁଭବ କରିପାରିବା ଆଉ ପ୍ରକାଶ କରିପାରିବା, ଏଇଟା ଭାବିବାର କଥା ନିଶ୍ଚୟ। ଜୟ ଗୁରୁ। ଜୟ ଗୁରୁ।